हेलो एवरीवन एठार देखंतो ओडिशा जॉइंट एंट्रेंस एग्जामिनेशन 2025 रो एप्लिकेशन भरिया पई नोटिफिकेशन आसी सारिछि। तो जेउ कैंडिडेट माने ओडिशा जॉइंट एंट्रेंस एग्जामिनेशन बा ओजेई 2026 आवेदन करिया पई चाहुचंती बा एंट्रेंस एग्जामिनेशन देबाकू चाहुचंती ताहाले सामानक पई ओजेई तरफ नोटिफिकेशन आसी सारिछि जहार कि एप्लिकेशन आवेदन प्रक्रिया आरंभ हो जाउछि आपनकर जनवरी 28 तारिख रो ऑलरेडी यार एप्लिकेशन भरिबा स्टार्ट होई गलानी आपनकर जनवरी 28 तारिख रो एवं यार शेष आवेदन तारिख रहिबो आपनकर मार्च 22 तारिख पर्यंत। तो आपनको एठारे पूरा आपनको एठी ऑलमोस्ट अबाउट आपनको 2 मंथ टाइम मिलुची एप्लिकेशन टी भरिया पई। तो जेउ कैंडिडेट माने आपनकर कौन सी हायर स्टडी करिया पई चाहछंती ग्रेजुएट कोर्स मींस आपनकर रहिला जेमिति कि बी फार्म बीएससी पोस्ट बीएससी नर्सिंग पोस्ट डिप्लोमा नर्सिंग एमएससी नर्सिंग एमसीए एमएससी एथिरे आपनकर अंडर ग्रेजुएट कोर्स एवं आपनकर पीजी कोर्स किछि आपनकर रहिछि। तो जेउ माने एही कोर्स रे एडमिशन नबाकू चाहछंती 2026 रे तो सेमानको ओजेई एग्जामिनेशन दबाकू पड़िबो ओजेई एंट्रेंस दबाकू पड़िबो जहार कि एप्लिकेशन आवेदन करिबा आरंभ होई जाइछि जाकि आपनकर 28 जनवरी रे आरंभ होई जाइछि एवं एहा आपनकर शेष तारिख होउछि आपनकर 22 वा 22 मार्च होउछि यार शेष आवेदन तारिख। तो आपण मानकर एग्जाम टी केबे हबो ना आपनकर एग्जाम टी सेही भली आपनकर मार्च आपनकर मे मास मे 4th मे 5th मे 7th मे 8th मे माने 4 5 7 8 9 मे रे आपनकर एग्जाम टी कंडक्ट हबो डिफरेंट सिटी रे आपनकर एग्जाम टी कंडक्ट हबो ओडिसा बाहर मध्ये किछि किछि सिटी रे एग्जाम टी मध्ये कंडक्ट हबो। तो आपनकर एई तारिख रे आपनकर एग्जाम टी कंडक्ट हबो। तो जेउ कैंडिडेट माने कोन अछि आपनकर आपण मध्ये हाँ एथिरे मध्ये मेन जिंस हला आपनकर ना जो माने बीटेक लैटरल एंट्री जॉइन करिया चाहछंती जो माने बीटेक जो माने डिप्लोमा ऑलरेडी करूछंती बा बीएससी କରୁଛନ୍ତି ତ ସେମାନେ ଯଦି ବିଟେକ୍ କରିବାକୁ ଚାହୁଁଛନ୍ତି ତାହେଲେ ସେମାନେ ମଧ୍ୟ ଆଜ୍ ଏ ବିଟେକ୍ ଲ୍ୟାଟରାଲ୍ ଏଣ୍ଟ୍ରି ହିସାବରେ ସେମାନେ ଆଡ଼ମିସନ୍ ନେଇପାରିବେ 2026ରେ। ତ ସେଥିପାଇଁ ମଧ୍ୟ ଆପଣଙ୍କର ଓଜେଇ 2026 ଆପଣଙ୍କୁ ଆପିୟର କରିବାକୁ ପଡ଼ିବ ଏବଂ ଆପଣଙ୍କର ଏଇ ଯେଉଁ କୋର୍ସ ଗୁଡ଼ିକ ହେଲା ନଟ୍ ଓନ୍ଲି ଫର୍ ଗଭର୍ଣ୍ଣମେଣ୍ଟ ଏହା ଆପଣଙ୍କର ବହୁତ ପ୍ରାଇଭେଟ୍ ଏବଂ ଗଭର୍ଣ୍ଣମେଣ୍ଟ କଲେଜରେ ଆଡ଼ମିସନ୍ ନେବା ପାଇଁ ଏଇ ଆପଣଙ୍କର ଏଇ ଏଣ୍ଟ୍ରାନ୍ସଟି ହେଉଛି। এই ଏଣ୍ଟ୍ରାନ୍ସ ଯେଉଁମାନେ କ୍ୱାଲିଫାଏଡ଼୍ କରିବେ ଯେଉଁ ତାଙ୍କର ର୍ୟାଙ୍କ ବେସିସ୍ରେ ତାଙ୍କର ଆଡ଼ମିସନ୍ ହେବ ଯାଇ ଆପଣ ଗଭର୍ଣ୍ଣମେଣ୍ଟ କଲେଜ ହେଉ ବା ପ୍ରାଇଭେଟ୍ କଲେଜ ହେଉ। ତ କାଉନସିଲିଂ ଆପଣଙ୍କର ସିଙ୍ଗଲ କାଉନସିଲିଂ ହେବ ରେଜଲ୍ଟ ବାହାରିଲା ପରେ ମୁଁ ତାହା ମଧ୍ୟ ଆପଣଙ୍କୁ ଅପଡ଼େଟ୍ କରିବି ଆଗାମୀ ଦିନରେ। ତ ଆପଣମାନେ ଏହା ଆପଣ ଓଜେଇ ପୋର୍ଟାଲରେ ଯାଇ ଆପଣ ଏହାକୁ ଆବେଦନ କରିପାରିବେ ଏବଂ ମୁଁ ଆଉ ଥରେ ଏଠାରେ କହି ରଖୁଛି। ତ ଯଦି କାହାର ଡାଉଟ୍ ଅଛି ଆପଣଙ୍କର ଯେଉଁମାନେ ବିଟେକ୍ ବା ବି ଆର୍କିଟେକ୍ଚର ବା ଆପଣଙ୍କର ବି ପ୍ଲାନ୍ ବା ଆପଣଙ୍କର ଇଣ୍ଟରମିଡ଼ିଏଟ୍ ଏମଏସସି ଆଣ୍ଡ ଏମବିବିଏସ୍ ବିଡିଏସ୍ ବିଏମଏସ୍ ବିଏଚଏମଏସ୍ କୋର୍ସ ଏଇଭଳି କୋର୍ସ ଯଦି ଆପଣ କରିବାକୁ ଚାହୁଁଛନ୍ତି ମିନ୍ସ ଆପଣଙ୍କର ବିଟେକ୍ 4 ଇୟର୍ ଆପଣଙ୍କର ଏମବିବିଏସ୍ ବିଡିଏସ୍ ବିଏମଏସ୍ ଆୟୁର୍ବେଦିକ ହୋମିଓପାଥିକ ଏଲୋପାଥିକ ଏଇ ସବୁ ଜିନିଷ ଯଦି ଆପଣ ପଢ଼ିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅଲ୍ ଇଣ୍ଡିଆ ବେସିସ୍ରେ ଯେଉଁ ଆପଣଙ୍କର ଏକ୍ଜାମ୍ ହେଉଛି ଜେଇ ମେନ୍ ଏବଂ ନିଟ୍ ତ ଆପଣଙ୍କୁ ସେଇ ଏକ୍ଜାମ୍ ଆପଣଙ୍କୁ ଆପିୟର କରିବାକୁ ପଡ଼ିବ। ତ ଆପଣଙ୍କର ଆଉ ଥରେ କହିଦେଉଛି ତ ଓଜେଇ କେଉଁମାନେ ଆପ୍ଲାଏ କରିବେ କେଉଁମାନେ ଆପିୟର କରିବେ ଓଜେଇ ଏଣ୍ଟ୍ରାନ୍ସ ନା ଯେଉଁମାନେ ଆପଣଙ୍କର 3 ଇୟର୍ ବିଟେକ୍ ବା ଯେଉଁମାନେ ଡିପ୍ଲୋମା ହୋଲ୍ଡର ଏବଂ ଯେଉଁମାନେ ବିଏସସି ହୋଲ୍ଡର ଯଦି ସେମାନେ ବିଟେକ୍ କରିବାକୁ ଚାହୁଁଛନ୍ତି ଲ୍ୟାଟରାଲ୍ ଏଣ୍ଟ୍ରି ବିଟେକ୍ ତାହେଲେ ସେମାନେ ଓଜେଇ ଆପିୟର କରିବେ ଏବଂ ତା ସହିତ ଆପଣଙ୍କର ଆହୁରି କିଛି अंडर ग्रेजुएट कोर्स एवं पीजी कोर्स मध्य रही जमीक आपंकर रहा बीएससी बी फार्म पोस्ट बीएससी नर्सिंग पोस्ट डिप्लोमा नर्सिंग एमएससी नर्सिंग एमसीए एमएससी इंटीग्रेटेड एमबीए बी कैट एम कैट एमटेक बीटेक आपंकर एम प्लान एम फार्म तो यही कोर्स आपंकर ओजेई 2026 आपको अप्लाई करा पड़ो एवं बीटेक 4 इयर कोर्स एवं आपणकर कौन सी मेडिकल लाइन जब आप जावाक चाहते आपको नीट अपियर करा पड़ो ठीक अच्छे। तो ये दि जाइए आपणकर लिंक रे आपण
କ୍ଲିକ୍ କରି ଆପଣ ମଧ୍ୟ ଏହାକୁ ଆବେଦନ କରିପାରିବେ। ତ ଚାଲନ୍ତୁ ଦେଖିବା ଆପଣଙ୍କର ରେଜିଷ୍ଟ୍ରେସନ୍ ପ୍ରୋସେସ୍ କେମିତି ରହିଛି। ତ ସେ ବିଷୟରେ ଆମେ ଟିକେ ଆଲୋଚନା କରିବା। ତ ଆପଣ ଯେତେବେଳେ ଓଜେଇ ୱେବସାଇଟ୍‌କୁ ଯିବେ, ଆପଣ ସର୍ଚ୍ଚ କରିବେ OJEI.nic.in। ଏଠି ଆପଣ ସର୍ଚ୍ଚ କଲା ପରେ ଆପଣଙ୍କର ପଳେଇ ଆସିବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍। ଦେନ୍ ଆପଣମାନେ ଏଠାରେ ଦେଖିପାରିବେ କି ଇଏ ହେଲା ଆପଣଙ୍କର ସମ୍ପୂର୍ଣ୍ଣ ନୋଟିଫିକେସନ୍। ଆପଣ ନୋଟିଫିକେସନ୍ ହିସାବରେ ଆପଣ ଯିବେ, ଠିକ୍ ଅଛି। ତ ଏଠି ଆପଣ ନୋଟିଫିକେସନ୍‌ରେ ଆପଣ କ୍ଲିକ୍ କରି ଆହୁରି ଡିଟେଲ୍ସ ଡାଟା ଆପଣ ନେଇପାରିବେ। ଦେନ୍ ରହିଲା ଆପଣଙ୍କର ରେଜିଷ୍ଟ୍ରେସନ୍ କରିବେ କେମିତି ନା କ୍ୟାଣ୍ଡିଡେଟ୍ ରେଜିଷ୍ଟ୍ରେସନ୍ ଫର୍ OJEI 2026, ଠିକ୍ ଅଛି। ତ ଏହା ଉପରେ ଆପଣ କ୍ଲିକ୍ କରି ଆପଣ ଆପଣ ରେଜିଷ୍ଟ୍ରେସନ୍ କରିବେ ଏବଂ ଆପ୍ଲିକେସନ୍‌ଟି ଆପଣ ଭରିବେ, ଠିକ୍ ଅଛି। ତ ସେଭଳି ଭାବରେ ଆପଣ ଏଠି ଯାଇ କ୍ଲିକ୍ କରିବେ। ଏଠି ଆପଣ କ୍ଲିକ୍ କଲା ପରେ ଆପଣଙ୍କୁ ପଳେଇ ଆସିବ ଆପଣଙ୍କର ରେଜିଷ୍ଟ୍ରେସନ୍ ଫର୍ମଟି। ଏଠି ଆପଣ ଯଦି ଆପଣମାନଙ୍କ ଅଲରେଡ଼ି ଆପଣମାନେ ରେଜିଷ୍ଟ୍ରେସନ୍ କରିଦେଇଛନ୍ତି, ତାହେଲେ ଆପଣ ଏଠି ଆପ୍ଲିକେସନ୍ ନମ୍ବର ଭରିବେ ଏବଂ ପାସୱାର୍ଡ଼ ଭରି କ୍ୟାପଚା କୋଡ଼୍‌ଟି ଆପଣ ଭରି ଆପଣ ଲଗ୍ଇନ୍ କରିବେ। ଯଦି ଆପଣ ଆପଣ ଯଦି ନ୍ୟୁ ଆପ୍ଲିକାଣ୍ଟ, ଠିକ୍ ଅଛି। ଯଦି ଆପଣ ନ୍ୟୁ ଆପ୍ଲିକାଣ୍ଟ, ତାହେଲେ ଆପଣ ଏଠି ରେଜିଷ୍ଟ୍ରେସନ୍ କରିବେ। ଆପଣ ନ୍ୟୁ କ୍ୟାଣ୍ଡିଡେଟ୍ ରେଜିଷ୍ଟ୍ରେସନ୍ ଏଠି ଆପଣ କରିବେ। ଦେନ୍ ଆପଣଙ୍କୁ ଲଗ୍ଇନ୍ ଆଇଡି ପାସୱାର୍ଡ଼ ମିଳିଯିବ। ଦେନ୍ ଆପଣ ଲଗ୍ଇନ୍ କରି ଆପଣ ଆପ୍ଲିକେସନ୍‌ଟି ଆଗକୁ ପ୍ରୋସେସ୍ କରିବେ, ଠିକ୍ ଅଛି।